ହ୍ୟାଲୋ ଫ୍ରେଣ୍ଡସ୍, ଆଜି ଛାତ ଉପରକୁ ଗଲାବେଳୁ କାଉ ଯାକ ସବୁ ରଡ଼ୁଥିଲେ, ତାଙ୍କୁ ଟିକେ ଦେଇଦେଲି ଖାଇବା ପାଇଁ। ଖାଇବାକୁ ଦେଇକି ଆସିକି ଟିକେ ଗାଧପାଧ କରି କରିଦେଲି ଠାକୁରଙ୍କର ପୂଜାଟି। ମୋ ପୂଜା ସରିଲା ଭିତରେ ଝିଅ ଯାଇକି ନେଇ ଆସିଲା ଜଳଖିଆ ଆଜି ବାହାରୁ କିଣିକି। ଆଉ ଘରେ କରିନୁ ଆଜି କିଛି ଜଳଖିଆଟି ଖାଇଦେଇକି ପରିବାପତ୍ର ଟିକେ କାଟି ଦେଉଛି। ଆଳୁ ଫୁଲକୋବିର ଭଜା କରିବେ। ଆଜି ମୁଗ ଯାଇରେ ପକେଇକିରି ପୋଇପତ୍ର ପିଲାମାନଙ୍କ ପାଇଁ ଡାଲମା କରି, ସେଥିପାଇଁ ମୁଗ ଯାଇକି ଭଜାଭଜି କରି ଆଉ ମୁଗ ଯାଇ ପୋଇପତ୍ର ଟମାଟୋ ପକେଇକି ପିଲାମାନଙ୍କର ଡାଲମାଟା କରିଦେଲି। ଡାଲମା ଫୁଟି ସାରିଲା ପରେ ଆଳୁ ଫୁଲକୋବି ଭଜା କରିବି, ସେଥିପାଇଁ ଟିକେ ଫୁଟଣ କରିକି ଆଗେ ଫୁଲକୋବିଟାକୁ ଟିକେ ସନ୍ତୁଳା ସନ୍ତୁଳି କରିଦେଲି। ସନ୍ତୁଳା ସନ୍ତୁଳି କରିଦେଇକି ତାପରେ ପକେଇଦେଲି ଆଳୁ ପକେଇ ସାରିକି ମସଲା ଗୁଣ୍ଡ, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ ସବୁ ପକେଇକିରି ଆଉ କରିଦେଲି ଭଜାଟି। ଭଜା ହେଇସାରିଲା ପରେ ଲାଗି ପଡ଼ିଲି ଚାଉଳ ପାମ୍ପଡ଼ କରିବାରେ। ମୁଁ ଚାଉଳ ପାମ୍ପଡ଼ର ରେସିପି ଟିକେ ଆଉ ଗୋଟେ ଭିଡ଼ିଓରେ ଦେବି। ଯଦି ଆଜିର ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ବୋଲି ଆଶା ରଖିଲି। ରହୁଛି। ନମସ୍ତେ, ଜୟ ଜଗନ୍ନାଥ।